କଲରା ସିନା ଲାଗେ ଟିକେ ପିତା ହେଲେ ଦେହକୁ ଭାରି ହିତ। ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ, ବଢ଼ିଆ ରହିବ ସ୍ୱାସ୍ଥ୍ୟ। ଆଜି ଆସନ୍ତୁ ବନେଇବା ପୁରଦିଆ କଲରା ଭଜା। ବିଲକୁଲ ପିତା ଲାଗିବନି, ଗୋଟେ ସିକ୍ରେଟ ଚଟପଟା ମସଲାରେ ଲାଗିବ ଭାରି ମଜା। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଚଟପଟା ମସଲା ଗୁଣ୍ଡରେ ପୁରଦିଆ କଲରା ଭଜା ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ କଲରାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ନିଶ୍ଚୟ ପ୍ରସ୍ତୁତ କରିଥିବେ ଆଉ ଖାଇଥିବେ, କିନ୍ତୁ ଆଜି ଆମେ ଯେଉଁ କଲରାର ଭଜା ପ୍ରସ୍ତୁତ କରିବା ପୁରଦିଆ ଟିକେ ଅଲଗା, ପୁରା ଚଟପଟା ହେଇକି ପ୍ରସ୍ତୁତ ହେବ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଏଠି ଆମେ କଲରା ନେବା, ଟିକେ ମଧ୍ୟମ ଆକାରର କଲରା ନେବେ, ବେଶୀ ବଡ଼ ନେବେନି କି ବେଶୀ ବି ଛୋଟ ନେବେନି। ଏମିତି ମଧ୍ୟମ ଆକାରର କଲରାକୁ ନେଇକି ପ୍ରଥମେ ଭଲ ଭାବରେ ଧୋଇଦେବେ। କଲରାକୁ ଧୋଇ ସାରିବା ପରେ ଡେମ୍ଫକୁ କାଟିଦେବେ। କାଟି ସାରିବା ପରେ ଏମିତି ଚାଞ୍ଛି ଦେବେ। ଉପରେ ଯେଉଁ ଖଦଡିଆ ହେଇକି ଦେଖାଯାଏ ସେଇ ଖଦଡିଆ ଅଂଶକୁ ଆମେ ଭଲ ଭାବରେ ଚାଞ୍ଛି ଦେବା। କଲରାର ଉପର ଚୋପାକୁ ଟିକେ ଚାଞ୍ଛି ଦେଲା ପରେ ଆମେ ତାକୁ ଦୁଇ ଖଣ୍ଡ କରିଦେବା। ଦେଖନ୍ତୁ ଏମିତି ମଧ୍ୟମ ଆକାରର କଲରା ଯଦି ନେବେ, ଏମିତି ଦୁଇ ଖଣ୍ଡ ମଝିରୁ କରିଦେଲେ ତା ଭିତରୁ ଯେଉଁ ମଞ୍ଜି ଆଉ ତା ଭିତରେ ଯାହା ବି ଥିବ ତାକୁ ବାହାର କରିଦେବେ। ଏମିତି ହେଲେ ଟିକେ ଛୋଟ ଛୋଟ ଆକାରରେ ରହିବ, ଖାଇବାକୁ ବଢ଼ିଆ ଲାଗିବ। ଆଉ ତା ଭିତରେ ପୁରା ଭର୍ତ୍ତି ହେଇକି ଆମେ ପୁର ଦେଇକି ପ୍ରସ୍ତୁତ କରିବା। ଆଉ ସେଇ ପୁରର ମସଲାଟା ପୁରାପୁରି ସ୍ୱାଦଯୁକ୍ତ ଚଟପଟା, ଟିକେ ଖଟା, ଟିକେ ମିଠା, ଟିକେ ରାଗ, ଟିକେ ଲୁଣି। ଏବେ ଦେଖନ୍ତୁ ଆମେ ସବୁ କଲରା ଭିତରୁ ମଞ୍ଜିକୁ ବାହାର କରିଦେଇଛୁ। ଆଉ ଏଇ କଲରାରେ ଆମେ ଦେବା ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ଟିକେ ମାନେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ। କଲରାରେ ଲୁଣ ହଳଦୀ ଦେଇକି ତାକୁ ଭଲ ଭାବରେ ଗୋଳେଇ ଦେବା। ଆଉ ଭିତରେ ମଧ୍ୟ ଲୁଣ ହଳଦୀ ମିଶ୍ରଣକୁ ଲଗେଇଦେବା, ଯାହାଫଳରେ କି ଆଉ କଲରା ଅଲଣା ଲାଗିବନି। ଏମିତି ଲୁଣ ହଳଦୀ ପକାଇକି ଗୋଳେଇକି ତାକୁ ଆମେ 10ରୁ 15 ମିନିଟ୍ ପାଇଁ ଛାଡ଼ିଦେବା। ଏମିତି ଛାଡ଼ିଲେ କ'ଣ ହେବ ନା, ଦେଖିବେ 10-15 ମିନିଟ୍ ପରେ କଲରାରୁ ଟିକେ ପାଣି ବାହାରି ଆସିଥିବ, ଯେହେତୁ ଆମେ ଏଥିରେ ଲୁଣ ପକାଇଛେ। ଆଉ ତା ସହିତ କଲରାର ଟିକେ ପିତା ଅଂଶ ମଧ୍ୟ କମିଯିବ। ତାପରେ ଆମେ ସବୁ କଲରାକୁ ଭଲ ଭାବରେ ଚୁପୁଡ଼ି ଦେବା। ଚୁପୁଡ଼ିକି ଆମେ ଗୋଟେ ଏମିତି ଜାଲିବାଲା ଥାଳିଟେ ନେବା। ଆପଣମାନେ ଚାହିଁଲେ ସାଧାରଣ ଥାଳି ମଧ୍ୟ ନେଇପାରିବେ। ଏମିତି ଜାଲିବାଲା ଥାଳି ନେଲେ ଆମେ ତାକୁ ଯେଉଁ ସିଝେଇବା ବଢ଼ିଆ ଭାବରେ ସିଝିଯିବ। ସେଥିପାଇଁ ଆମେ ଜଲ୍ଦି ହେବା ପାଇଁ ପ୍ରେସର କୁକରରେ ସିଝେଇବା। ଆଉ ପ୍ରେସର କୁକରରେ ପ୍ରଥମେ ଅଳ୍ପ ପାଣି ଦେଇଦେବା, ତା ଭିତରେ ଗୋଟେ ଗିନା ରଖିଦେବା। ଆପଣମାନେ ଚାହିଁଲେ ଷ୍ଟାଣ୍ଡ ମଧ୍ୟ ରଖିପାରିବେ। ତା ଉପରେ ଆମେ ଏଇ ଜାଲିବାଲା ଥାଳିକୁ ରଖିଦେବା। ଆମେ କଲରାକୁ ସିଧାସଳଖ ପାଣିରେ ସିଝେଇବାନି, ଆମେ ତାକୁ ବାମ୍ଫରେ ସିଝେଇବା। ଏମିତି ବାମ୍ଫରେ ଯଦି କଲରାକୁ ସିଝେଇବେ ତାହେଲେ କଲରାରେ ଯେତେ ଗୁଣ ଥିବ ସେ ଗୁଣ ସବୁ ଭରି ହେଇକି ରହିବ, ବିଲକୁଲ ନଷ୍ଟ ହେବନି। ସେଥିପାଇଁ କଲରାକୁ ସିଧାସଳଖ ପାଣିରେ ସିଝେଇବେନି, ଏମିତି ବାମ୍ଫରେ ସିଝେଇବେ। ମଧ୍ୟମ ଜାଳରେ ଗୋଟେ ସିଟି ଆସିବା ପାଇଁ ଛାଡ଼ିଦେବେ। ଏବେ ସେଇ ଭିତରେ ଆମେ ସେଇ ଚଟପଟା ପୁରା ସୁଆଦିଆ ମସଲା ଗୁଣ୍ଡ ଗୋଟେ ପ୍ରସ୍ତୁତ କରିବା ପାଇଁ କଡ଼େଇକୁ ବସାଇଦେବା। ମଧ୍ୟମ ଜାଳରେ ଗୋଟେ ବଡ଼ ଚାମଚ ଦେଇଦେବା ସୋରିଷ ତେଲ। ସୋରିଷ ତେଲ ଗରମ ହୋଇଗଲା ପରେ ଜାଳକୁ ଟିକେ କମ୍ କରିଦେବା। ଗୋଟେ ଚାମଚ ଦେବା ଗୋଟା ଧନିଆ, ଗୋଟେ ଚାମଚ ଦେବା ଗୋଟା ଜିରା, ଗୋଟେ ଚାମଚ ବୁଟ ଡାଲି, ଗୋଟେ ଚାମଚ ରାଶି, 2 ବଡ଼ ଚାମଚ ଚିନାବାଦାମ, 2 ବଡ଼ ଚାମଚ ନଡ଼ିଆ କୋରା ବା ନଡ଼ିଆ ଖଣ୍ଡ। ଏମିତିରେ ନଡ଼ିଆ, ଚିନାବାଦାମ ଏସବୁ ଦେଇକି ବଢ଼ିଆ ଭାବରେ ଆମେ ଭାଜିକି ପ୍ରସ୍ତୁତ କରିବା। এই ମସଲାକୁ ବଢ଼ିଆ ସୁଆଦିଆ ହେଇକି ପ୍ରସ୍ତୁତ ହେବ। ଏବେ ଦେଖନ୍ତୁ ଟିକେ କମ୍ ଜାଳରେ ଆମେ 2ରୁ 3 ମିନିଟ୍ ପାଇଁ ଭାଜିଦେବା। ଏସବୁ ଭଲ ଭାବରେ ଭାଜି ହେଇଗଲା ପରେ ଆମେ ଗୋଟେ ଛୋଟ ପିଆଜକୁ ଖଣ୍ଡ ଖଣ୍ଡ କରିକି ଏଠି ପକାଇଦେବା, ଛୋଟ ଖଣ୍ଡ କରିକି। ଆଉ 5ରୁ 6 କୋଲା ରସୁଣ ପକାଇଦେବା। ରସୁଣ ପିଆଜକୁ ଭଲ ଭାବରେ ଆଉ 2 ମିନିଟ୍ ଭାଜିଦେବା, ଟିକେ ମଧ୍ୟମ ଜାଳରେ। ଏସବୁ ଯେତେବେଳେ ଭଲ ଭାବରେ ଭାଜି ହେଇଯିବ, ତାପରେ ଆମେ ଏଠି ଦେବା କଲରାର ମଞ୍ଜି। ଆମେ ଯେଉଁ କଲରା କାଟିଲା ବେଳେ ତା ଭିତରୁ ମଞ୍ଜି ସବୁ ବାହାର କରିଥିଲେ, ସେଇ ମଞ୍ଜି ସବୁକୁ ଏଠି ଦେଇକି ଆଉ 1 ମିନିଟ୍ ପାଇଁ ଭାଜିଦେବା। ବିଲକୁଲ ପିତା ଲାଗିବନି ଏଇ କଲରା ମଞ୍ଜି। ଏବେ ଦେଖନ୍ତୁ 5 ମିନିଟ୍ ଭିତରେ ବଢ଼ିଆ ଭାବରେ ଭାଜି ହେଇଗଲା ପରେ ତାକୁ ଥଣ୍ଡା କରିଦେବା। ପୁରାପୁରି ଥଣ୍ଡା ହେଲା ପରେ ତାକୁ ଆମେ ଗୁଣ୍ଡ କରିବା। ଯେହେତୁ ଆମେ ଏଥିରେ ପିଆଜ ରସୁଣର ପରିମାଣ କମ୍ ଦେଇଛେ, କିନ୍ତୁ ଆଉ ସବୁ ଯାହାକି ଚିନାବାଦାମ, ଜିରା, ଧନିଆ, ତା ସହିତ ବୁଟ ଡାଲି ଟିକେ ଏସବୁ ଦେଇଛେ, ପୁରା ଶୁଖିଲା ଶୁଖିଲା ଗୁଣ୍ଡ ପ୍ରସ୍ତୁତ ହେବ। ଏବେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ,
अधा छोट चामच दबा हलदी गुंड आ भल रंग पाई गोटे चामच दबा काश्मीरी लंका गुंड ता सहित गोटे चामच पकेबा गुड़ आ अल्प टिके तेंतुली देखंतु यही सब चटपटा स्वादिष्ट होइकी प्रस्तुत हो मसला गुंड जेहेतु एथिरे आमे गुड़ टिके पकईचे तेंतुली खट्टा पाई पकईचे बिल्कुल पिता लागिबनी। ए कलरा भजा एते सुआदिया लागिबो आपण माने हाथ चाटी चाटी खाइबे। देखंतु मसला गुंड को पूरा पूरी चिकण करिकी गुंड करिवेनी एमिति दरदर गुंड करिकी प्रस्तुत करिवे। जेहेतु आमे पियाज और रसुण पकईचे टिके देखंतु पूरा मुदा मुदा हेकी प्रस्तुत हबो आमर एई पूरा पूरी सुखिला गुंड हबनी एमिति टिके देखंतु टिके ओदालिया ओदालिया हेकी आमर एई पूरटी प्रस्तुत हबो। एमिति पूर तयारी करिवे जहा फଳରେ कि पूरा लाखिकी रहिबो। आमे जो कलरा को सिझेकी रखिजे कलरा भितरे आमे एई पूर देकी भाजिबा। एठी देखंतु आमे एई मसला गुंड को टिके कड़कू रखिदबा आ एई मसला गुंड टिके दरदर गुंड हले स्वादटा बहुत बढ़िया रहिबो। एबे देखंतु आमे जो कलरा को बांफरे सिझेइथिले कलरा मध्यटी बढ़ा भाव सिझी जाइए। गोटे सीटी देबे मध्यम जाल रे भल भाव कलरा सिझीजिव। एठी देखंतु कलरा एमिति सिझीगला परे ताको पूरा पूरी ठंडा करदेबे। ठंडा हो सारिबा परे आमे एई कलरा भितरे आमे जो प्रस्तुत करिके रखिथिले पूरा मसला को भाजिकी दरदर गुंड करिकी सेई गुंड को एठी देदेबा। पूरा भर्ती करिकी पूरा देबे जेमिति कि स्वाद भी बहुत बढ़िया रहिबो। एबे देखंतु आमर जो मसला एठी आमे प्रस्तुत करिचे सबु मसला एठी तो लागिबनी आमे पूरा भर्ती करिके सबु कलरा रे देई सारिबा परे आउ अल्प किछि मसला बळका रहिबो सेई मसला गुंड को मध्य आमे आगो को व्यवहार करिबा। बहुत बढ़िया स्वादिष्ट लागिबो। थरे आपण माने एमिति प्रस्तुत करंतु कलरा भजा देखिबे स्वाद रे पूरा पूरी जबरदस्त रहिबो। एठी देखंतु आमे सबु कलरा रे पूरा दे सारिबा परे अवशिष्ट किछि मसला गुंड बळी जाइछि ताकू टिके कड़कू रखिदेबा। एबे कड़े को मध्यम जाल रे बसई देबा। 2 बड़ चामच दे देबा सोरिष तेल। तेल भल भाव रे गरम हो गला परे एमिति गोटी गोटी गोटा कलरा जो आमे पूरा देकी रखिचे ताकू रखिदेबा। रखिकी मध्यम जाल रे आपण माने टिके ओलट पालट करदेबे। तापरे जाल को टिके कम करदेबे। बिल्कुल एठी घोड़ेइबेनी कलरा को काहेकि ना कलरा आमे बांफरे बढ़ा भाव रे सिझेई देइचे। एठी कलरा आउ सिझिबार नाई केवल ऊपरटा टिके पोड़ो पोड़ो हवा पर्यंत आमे भाजिबा। एमिति रे आमे कलरा को जेते बेले काटिकी तापरे लूण हळदी पानी रे किछि समय पई छाड़ी देथिले किछि पिता अंश सेठी चली जाइछि आउ ता सहित आमे ताको बांफरे सिझेई देइचे तेणु कलरा बिल्कुल पिता लागिबनी। आउ ता भितरे आमे जो स्पेशल पूरटा देइचे जो मसला गुंडर पूरटा सी तो पूरा पूरी स्वादयुक्त। विशेष करी एई मसला गुंड आपण माने प्रस्तुत करंतु एमिति कलरा को भाजंतु। देखंतु जेते बेले भल भाव टिके बादामी रंग हो जिवो तापरे आमे जो अवशिष्ट मसला गुंड रखिथिले ताको पकेकी आउ गोटे मिनिट पई टिके एपट सेपट करदेबा। आउ धनिया पत्र कटा किछि पकेइदेबा। एमिति हेले एई मसला गुंड भितरे पूरा भर्ती हेकी रहिथिबो ता ऊपरे गोटे कोटिंग हो जिवो मध्य एई मसला गुंडर पूरा पूरी स्वादिष्ट। थरे बनांतु देखिबे केते स्वादिया समस्ते छुआरू नेकी बड़ पर्यंत बहुत खुशी रे खाइबे। आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणैबे। जदि भल लागि थाए ताहले प्लीज लाइक शेयर सब्सक्राइब करदेबा सहित बेल आइकन को प्रेस करदेबे जहाँ फल कि प्रत्येक वीडियोर नोटिफिकेशन आपण माने सर्वप्रथमे पाई परिबे। ता सहित निश्चय हाइप करदेबे। तेबे आज पई एतिकी पुणी देखा हेबा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।